ପ୍ରିୟ ପିଲାମାନେ, ଯେମିତିକି ଆମେ ପୂର୍ବରୁ ସେଟ୍ 1, ସେଟ୍ 2 ଡିସ୍କସ୍ କରିସାରିଛେ। ଏଇଟା ହେଉଛି ସେଟ୍ 3। ଆମେ ବର୍ତ୍ତମାନ ଓଡ଼ିଆର ସେଟ୍ 3 କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ତ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମ କ୍ୱେଶ୍ଚିନ୍ ହେଉଛି, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଜନନୀଙ୍କୁ ସମ୍ମାନ ଦେବା ପାଇଁ କ'ଣ କରିଛନ୍ତି? ଭଜନ, ପୂଜା, ବନ୍ଦନା, ପ୍ରଣାମ। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଜନନୀଙ୍କୁ ସମ୍ମାନ ଦେବା ପାଇଁ କ'ଣ କରିଛନ୍ତି? ଏହାର ସଠିକ୍ ଆନ୍ସର ହେଉଛି ବନ୍ଦନା କରିଛନ୍ତି। ଉତ୍କଳ ଜନନୀ ଅଙ୍ଗରେ କିଏ ତରଙ୍ଗ ସଦୃଶ ବିରାଜିତ? ଉତ୍କଳ ଜନନୀ ଅଙ୍ଗରେ କିଏ ତରଙ୍ଗ ସଦୃଶ ବିରାଜିତ? ନୀଳ ପର୍ବତମାଳା, ନୀଳ ସାଗର, ନଦୀର ଧାରା, ପକ୍ଷୀର କାକଳି। ଉତ୍କଳ ଜନନୀ ଅଙ୍ଗରେ କିଏ ତରଙ୍ଗ ସଦୃଶ ବିରାଜିତ? ନୀଳ ପର୍ବତମାଳା। ଭୀମଙ୍କ ସିଂହନାଦ ରଡ଼ି କବିତାଟି ମହାଭାରତର କେଉଁ ପର୍ବରୁ ଆସିଛି? ପିଲାମାନେ, ତମକୁ ଯୋଉଟା ଯେତେବେଳେ କ୍ୱେଶ୍ଚିନ୍ ପଢା ହଉଛି ସେତେବେଳେ କମେଣ୍ଟ ସେକ୍ସନରେ ତମେ କମେଣ୍ଟ ଦେଇପାରିବ ଯେ କୋଉଟା ଠିକ ଅଛି, A, B, C, D। ଓକେ। 3 ନମ୍ବର କ୍ୱେଶ୍ଚିନ୍, ଭୀମଙ୍କ ସିଂହନାଦ ରଡ଼ି କବିତାଟି ମହାଭାରତର କେଉଁ ପର୍ବରୁ ଆସିଛି? ଗଦା ପର୍ବ, ବନ ପର୍ବ, ବିରାଟ ପର୍ବ, ଭୀଷ୍ମ ପର୍ବ। କେଉଁଠୁ ଆସିଛି? ଭୀମଙ୍କ ସିଂହନାଦ ରଡ଼ି କବିତାଟି ମହାଭାରତର ଗଦା ପର୍ବରୁ ଆସିଛି। ଅନ୍ତରୀକ୍ଷେ ଆସି ପ୍ରବେଶ ହୋଇଲା, ରେଖାଙ୍କିତ ପଦଟିର ଅର୍ଥ କ'ଣ? ଅନ୍ତରୀକ୍ଷେ ଆସି ପ୍ରବେଶ ହେଲା। ଅନ୍ତରୀକ୍ଷେ ଯୋଉ ଗାର ମାରା ହେଇଛି ସେଇ ପଦର ଅର୍ଥଟା କ'ଣ ବୋଲି ପଚରା ହେଇଛି? ସମୁଦ୍ରରେ, ପର୍ବତରେ, ପୃଥିବୀରେ, ଆକାଶରେ। ଅନ୍ତରୀକ୍ଷର ଅର୍ଥ ହେଉଛି ଆକାଶରେ। ତୁମ ପାଠ୍ୟକ୍ରମ ଅନ୍ତର୍ଗତ କେଉଁ କବିତାଟି କବି ସମ୍ରାଟଙ୍କ ଦ୍ୱାରା ରଚିତ? ସର୍ବସହ ମାଟି, ଚିଲିକାର ସାୟନ୍ତନ ଦୃଶ୍ୟ, ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ, ଜାଗ ବନ୍ଧନ ହାରା। ପୁଣି ଥରେ କହୁଛି ଯେ ତୁମ ପାଠ୍ୟକ୍ରମ ଅନ୍ତର୍ଗତ କେଉଁ କବିତାଟି କବି ସମ୍ରାଟଙ୍କ ଦ୍ୱାରା ରଚିତ? ସର୍ବସହ ମାଟି, ଚିଲିକାର ସାୟନ୍ତନ, ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ, ଜାଗ ବନ୍ଧନ ହରା। ଏହାର ସଠିକ୍ ଆନ୍ସର ହେଉଛି ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ। କେଉଁ ରାଜାଙ୍କ ନାମାନୁସାରେ ରାମଚନ୍ଦ୍ରଙ୍କ ବଂଶର ନାମକରଣ ହୋଇଛି? ଦଶରଥ, ଦିଲୀପ, ଅଜ, ରଘୁ। କେଉଁ ରାଜାଙ୍କ ନାମାନୁସାରେ ରାମଚନ୍ଦ୍ରଙ୍କ ବଂଶର ନାମକରଣ ହୋଇଛି? ଦଶରଥ ନା ଦିଲୀପ, ଅଜ, ରଘୁ। ରଘୁ ରାଜାଙ୍କ ନାମ ଅନୁସାରେ ରାମଚନ୍ଦ୍ରଙ୍କ ବଂଶର ନାମ ହୋଇଛି। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଖଣ୍ଡ ବାକ୍ୟ ଅଟେ ବା ଖଣ୍ଡ କାବ୍ୟ? ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଖଣ୍ଡ କାବ୍ୟ ଅଟେ? ମହାଯାତ୍ରା, ଉଷା, ଚିଲିକା, କେଦାରଗୌରୀ। ଖଣ୍ଡ କାବ୍ୟ କୋଉଟା? ମହାଯାତ୍ରା ନା ଉଷା ନା କେଦାରଗୌରୀ ନା ଚିଲିକା? ଏଇଟା ହଉଛି ଚିଲିକା ଖଣ୍ଡ କାବ୍ୟ। ଚିଲିକା ହଉଛି ଗୋଟେ ଖଣ୍ଡ କାବ୍ୟ। ଏହାର ଆଜ୍ଞାରେ ସରସ୍ୱତୀ ଲୀଳା ରଚନା କରନ୍ତି। ବ୍ରହ୍ମା, ଈଶ୍ୱର, ଲକ୍ଷ୍ମୀ, ପାର୍ବତୀ। ଏହାର ଆଜ୍ଞାରେ ସରସ୍ୱତୀ ଲୀଳା ରଚନା କରନ୍ତି। ବ୍ରହ୍ମା, ଈଶ୍ୱର, ଲକ୍ଷ୍ମୀ, ସରସ୍ୱତୀ। ଈଶ୍ୱର।
ଈଶ୍ୱରଙ୍କ ଆଜ୍ଞାରେ ସରସ୍ୱତୀ ଲୀଳା ରଚନା କରନ୍ତି। ତପସ୍ୱିନୀ କାବ୍ୟଟି ରାମାୟଣର କେଉଁ କାଣ୍ଡରୁ ଆସିଛି? ଆଦି, ଆଦ୍ୟ, ଉତ୍ତରା, ଆରଣ୍ୟକ, ସୁନ୍ଦର। ତପସ୍ୱିନୀ କାବ୍ୟଟି ରାମାୟଣର କେଉଁ କାଣ୍ଡରୁ ଆସିଛି? 9 ନମ୍ବର। ତପସ୍ୱିନୀ କାବ୍ୟଟି ରାମାୟଣର କେଉଁ କାଣ୍ଡରୁ ଆସିଛି? ଆଦ୍ୟ, ଉତ୍ତରା, ଆରଣ୍ୟକ, ସୁନ୍ଦର। ଉତ୍ତରା। କଳକଣ୍ଠ କଣ୍ଠେ କହିଲା। କଳକଣ୍ଠ କଣ୍ଠେ କହିଲା। ଦର୍ଶନ ଦିଅ ସତୀ ରାତି ପାହିଲା। ଏହି ପଂକ୍ତି ମାଧ୍ୟମରେ ଉଷାଙ୍କର କେଉଁ ସ୍ୱଭାବର ପରିଚୟ ମିଳେ? କଳକଣ୍ଠ କଣ୍ଠେ କହିଲା, ଦର୍ଶନ ଦିଅ ସତୀ ରାତି ପାହିଲା। ଏହି ପଂକ୍ତି ମାଧ୍ୟମରେ ଉଷାଙ୍କର କେଉଁ ସ୍ୱଭାବର ପରିଚୟ ମିଳେ? ନମ୍ର ସ୍ୱଭାବର ପରିଚୟ ମିଳେ। କଳକଣ୍ଠ କଣ୍ଠେ କହିଲା, ଦର୍ଶନ ଦିଅ ସତୀ ରାତି ପାହିଲା। ଏହି ପଂକ୍ତିରେ ଉଷାଙ୍କର ନମ୍ର ସ୍ୱଭାବର ପରିଚୟ ମିଳେ। ନିମ୍ନୋକ୍ତ ମଧ୍ୟରୁ କେଉଁ ଶବ୍ଦଟି ତରୁଣମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇ ନାହିଁ? ବନ୍ଧନହରା, ସନ୍ନ୍ୟାସୀ, ସନ୍ଧାନୀ, ଭବିଷ୍ୟତ। ନିମ୍ନୋକ୍ତ ମଧ୍ୟରୁ କେଉଁ ଶବ୍ଦଟି ତରୁଣମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇ ନାହିଁ? ବନ୍ଧନହରା, ସନ୍ଧାନୀ, ଭବିଷ୍ୟତ, ସନ୍ନ୍ୟାସୀ। ସନ୍ନ୍ୟାସୀ। ନବଯୁଗ ତରୁଣମାନଙ୍କ ସ୍ପନ୍ଦନ କେଉଁ ପର୍ବତକୁ ଚୂର୍ଣ୍ଣ କରିବ ବୋଲି ଅନନ୍ତ ପଟ୍ଟନାୟକ ଆଶା ବାନ୍ଧିଛନ୍ତି? ହିଂସା, ଦ୍ୱେଷ, ପୀଡ଼ନ, ଶୋଷଣ। ନବଯୁଗର ତରୁଣମାନଙ୍କ ସ୍ପନ୍ଦନ କେଉଁ ପର୍ବତକୁ ଚୂର୍ଣ୍ଣ କରିବ ବୋଲି ଅନନ୍ତ ପଟ୍ଟନାୟକ ଆଶା ବାନ୍ଧିଛନ୍ତି? ହିଂସା, ଦ୍ୱେଷ, ପୀଡ଼ନ, ଶୋଷଣ। ନବଯୁଗର ତରୁଣମାନଙ୍କ ସ୍ପନ୍ଦନ କେଉଁ ପର୍ବତକୁ ଚୂର୍ଣ୍ଣ କରିବ ବୋଲି ଅନନ୍ତ ପଟ୍ଟନାୟକ ଆଶା ବାନ୍ଧିଛନ୍ତି? ଏହାର ସଠିକ୍ ଆନ୍ସର ହେଉଛି ପୀଡ଼ନ। କେଉଁ ପୁସ୍ତକ ପାଇଁ ବିଦ୍ୟୁପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ମାଟି, ପାଣି, ପବନ, ସଞ୍ଚୟନ, ଝରା, ଶିଉଳି, କାକଳି। କେଉଁ ପୁସ୍ତକ ପାଇଁ ବିଦ୍ୟୁପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ସଞ୍ଚୟନ ପୁସ୍ତକ ପାଇଁ ବିଦ୍ୟୁପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସଞ୍ଚୟନ ପୁସ୍ତକ ପାଇଁ ବିଦ୍ୟୁପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ମା ପରି ମାଟି ସନ୍ତାନର କଣ ସହ୍ୟ କରୁଛି? ଯାତନା, ରାଗରୋଷ, ଅଳି ଅର୍ଦ୍ଦଳି, ଅପମାନ। ମା ପରି ମାଟି ସନ୍ତାନର କଣ ସହ୍ୟ କରୁଛି? ଅଳି ଅର୍ଦ୍ଦଳି। ମା ପରି ମାଟି ସନ୍ତାନର ଅଳି ଅର୍ଦ୍ଦଳିକୁ ସହ୍ୟ କରୁଛି। କେଉଁଠାରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କାନ୍ତ କବି ରୂପେ ଘୋଷଣା କରାଯାଇଥିଲା? କେଉଁଠାରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କାନ୍ତ କବି ରୂପେ ଘୋଷଣା କରାଯାଇଥିଲା? ବାଲେଶ୍ୱର ଜିଲ୍ଲା ସ୍କୁଲ, ରେଭେନ୍ସା କଲେଜିଏଟ, ଭଦ୍ରକ ହାଇସ୍କୁଲ, ପ୍ୟାରୀମୋହନ ଏକାଡେମୀ। ଭଦ୍ରକ ହାଇସ୍କୁଲରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କାନ୍ତ କବି ରୂପେ ଘୋଷଣା କରାଯାଇଥିଲା। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁଠାରେ କାନ୍ତ କବି ରୂପେ ଘୋଷଣା କରାଯାଇଥିଲା? ଭଦ୍ରକ ହାଇସ୍କୁଲରେ। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କଲେଜରୁ ବିଏ ପାସ୍ କଲେ? ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କଲେଜରୁ ବିଏ ପାସ୍ କଲେ? ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କଲେଜରୁ ବିଏ ପାସ୍ କଲେ? ରେଭେନ୍ସା କଲେଜରୁ ଲକ୍ଷ୍ମୀକାନ୍ତ ମହାପାତ୍ର ବିଏ ପାସ୍ କରିଛନ୍ତି। ଜନ୍ମଭୂମି ପ୍ରବନ୍ଧରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେଉଁ ଓଡ଼ିଆ କବିଙ୍କ ଏକ ସୃଷ୍ଟିର ଉଲ୍ଲେଖ କରିଛନ୍ତି? ଜନ୍ମଭୂମି ପ୍ରବନ୍ଧରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେଉଁ ଓଡ଼ିଆ କବିଙ୍କ ଏକ ସୃଷ୍ଟିର ଉଲ୍ଲେଖ କରିଛନ୍ତି?
ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ଦୀନକୃଷ୍ଣ ଦାସ, ଭକ୍ତଚରଣ ଦାସ। ଜନ୍ମଭୂମି ପ୍ରବନ୍ଧରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେଉଁ ଓଡ଼ିଆ କବିଙ୍କ ଏକ ସୃଷ୍ଟିର ଉଲ୍ଲେଖ କରିଛନ୍ତି? ଭକ୍ତଚରଣ ଦାସ। ଜନ୍ମଭୂମି ପ୍ରବନ୍ଧରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଭକ୍ତଚରଣ ଦାସଙ୍କର ଏକ ସୃଷ୍ଟିର ଉଲ୍ଲେଖ କରିଛନ୍ତି। ନିମ୍ନଲିଖିତ କେଉଁଟି ପ୍ରାବନ୍ଧିକ ଓ ଜନ୍ମଭୂମି ଭିତରେ ଥିବା ସମ୍ପର୍କକୁ କ୍ଷୀଣ କରିବାର କାରଣ ନୁହେଁ? ସ୍ଥାନାନ୍ତର, ଚାକିରି, ଉଚ୍ଚଶିକ୍ଷା, ବାଲ୍ୟ ଜୀବନ। ନିମ୍ନଲିଖିତ କେଉଁଟି ପ୍ରାବନ୍ଧିକ ଓ ଜନ୍ମଭୂମି ଭିତରେ ଥିବା ସମ୍ପର୍କକୁ କ୍ଷୀଣ କରିବାର କାରଣ ନୁହେଁ? ବାଲ୍ୟ ଜୀବନ। ବାଲ୍ୟ ଜୀବନଟା ଜନ୍ମଭୂମିକୁ ଜଣକୁ ଜନ୍ମଭୂମିଠାରୁ ଅଲଗା କରିପାରେ ନାହିଁ। ଆଦିମ ମାନବ ଓ ଆଜିର ମାନବର ଜୀବନ ଧାରଣ ଶୈଳୀରେ ଥିବା ପାର୍ଥକ୍ୟ କାହା ଦ୍ୱାରା ଘଟିଛି? ଆଦିମ ମାନବ ଓ ଆଜିର ମାନବର ଜୀବନ ଧାରଣ ଶୈଳୀରେ ଥିବା ପାର୍ଥକ୍ୟ କାହା ଦ୍ୱାରା ଘଟିଛି? ଅର୍ଥ, ବିଜ୍ଞାନ, ଧର୍ମଶାସ୍ତ୍ର, ବିଶ୍ୱାସ। ଅର୍ଥ, ବିଜ୍ଞାନ, ଧର୍ମଶାସ୍ତ୍ର, ବିଶ୍ୱାସ। ଆଦିମ ମାନବ ଓ ଆଜିର ମାନବ ଧାରଣ ଶୈଳୀରେ ଥିବା ପାର୍ଥକ୍ୟ ବିଜ୍ଞାନ। ବିଜ୍ଞାନ ଦ୍ୱାରା ନିମ୍ନୋକ୍ତ କେଉଁଟି ବର୍ତ୍ତମାନ ସଭ୍ୟତାର ଆଦର୍ଶ ନୁହେଁ? ବିଶ୍ୱ ମାନବିକତାର ପ୍ରତିଷ୍ଠାନ, ମାନବର ସର୍ବାଙ୍ଗୀନ ଉନ୍ନତି ସାଧନା, ବିରାଟ ସୃଷ୍ଟି ରହସ୍ୟ ଉଦ୍ଘାଟନ, ଗଭୀର ଈଶ୍ୱର ବିଶ୍ୱାସ ପୋଷଣ। ନିମ୍ନୋକ୍ତ କେଉଁଟି ବର୍ତ୍ତମାନ ସଭ୍ୟତାର ଆଦର୍ଶ ନୁହେଁ? ଏ, ବି, ସି, ଡି। ପିଲାମାନେ, ମୁଁ ପଚାରିଥିଲି ଯେ ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ, ଏଠି ତ ବାଲ୍ୟ ଜୀବନ ଗଲା, ଇଏ ଗଲା ବିଜ୍ଞାନ। ନିମ୍ନୋକ୍ତ କେଉଁଟି ବର୍ତ୍ତମାନ ସଭ୍ୟତାର ଆଦର୍ଶ ନୁହେଁ? 20 ନମ୍ବର। ଗଭୀର ଈଶ୍ୱର ବିଶ୍ୱାସ ପୋଷଣ। ଅନ୍ନ ବସ୍ତ୍ର ପରି କେଉଁ ଭାଷା ଜନତାର ପ୍ରଥମ ପ୍ରୟୋଜନ? ଆଞ୍ଚଳିକ ଭାଷା, ଇଂରାଜୀ ଭାଷା, ବିଦେଶୀ ଭାଷା, ସଂସ୍କୃତ ଭାଷା। ଅନ୍ନ ବସ୍ତ୍ର ପରି କେଉଁ ଭାଷା ଜନତାର ପ୍ରଥମ ପ୍ରୟୋଜନ? ଆଞ୍ଚଳିକ ଭାଷା, ଇଂରାଜୀ ଭାଷା, ବିଦେଶୀ ଭାଷା ନା ସଂସ୍କୃତ ଭାଷା? 21। ଏହାର ସଠିକ ଆନ୍ସର ହେଉଛି କଣ? ଅନ୍ନ ବସ୍ତ୍ର ପରି ଆଞ୍ଚଳିକ ଭାଷା ପ୍ରଥମ ପ୍ରୟୋଜନ। ନିମ୍ନୋକ୍ତ କେଉଁଟି ଗୋଲକ ବିହାରୀ ଧଳଙ୍କ ରଚିତ ଭାଷା ବିଜ୍ଞାନ ସମ୍ବନ୍ଧୀୟ ଏକ ପୁସ୍ତକ ଅଟେ? ନିମ୍ନୋକ୍ତ କେଉଁଟି ଗୋଲକ ବିହାରୀ ଧଳଙ୍କ ରଚିତ ଭାଷା ବିଜ୍ଞାନ ସମ୍ବନ୍ଧୀୟ ଏକ ପୁସ୍ତକ ଅଟେ? ଆମେରିକା ଅନୁଭୂତି, ଲଣ୍ଡନ ଚିଠି, ମଣିଷର ଭାଷା, ବିସ୍ତୃତିର ଚିତ୍ର। ମଣିଷର ଭାଷା ଗୋଲକ ବିହାରୀ ଧଳଙ୍କ ରଚିତ ଭାଷା ସମ୍ବନ୍ଧୀୟ। ଶ୍ରୀରାମକୃଷ୍ଣଙ୍କ ଇହଲୀଳା ତ୍ୟାଗ କରିବାର କେତେ ବର୍ଷ ପୂର୍ବରୁ ନରେନ ତାଙ୍କ ପିତାଙ୍କୁ ହରାଇଥିଲେ? ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗ କରିବାର କେତେ ବର୍ଷ ପୂର୍ବରୁ ନରେନ ତାଙ୍କ ପିତାଙ୍କୁ ହରାଇଥିଲେ? 1 ବର୍ଷ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶରତ କୁମାର ମହାନ୍ତିଙ୍କ ରଚିତ ପ୍ରବନ୍ଧ ପୁସ୍ତକ ନୁହେଁ? ଗାନ୍ଧୀ ପରିବାର, ବନ୍ଦୀ ନେହେରୁ, ଗାନ୍ଧୀ ମଣିଷ, ଛତ୍ରପତି ବିବେକାନନ୍ଦ। ନିମ୍ନୋକ୍ତ ମଧ୍ୟରୁ ଶରତ କୁମାର ମହାନ୍ତିଙ୍କ କେଉଁଟି ପ୍ରବନ୍ଧ ନୁହେଁ? ବନ୍ଦୀ ନେହେରୁ ତାଙ୍କ ପ୍ରବନ୍ଧ ନୁହେଁ। ଶରତ କୁମାର ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ ନୁହେଁ। ବନ୍ଦୀ ନେହେରୁ ତାଙ୍କର ପୁସ୍ତକ ନୁହେଁ। ଗାନ୍ଧୀ ପରିବାର, ଗାନ୍ଧୀ ମଣିଷ, ଛତ୍ରପତି ବିବେକାନନ୍ଦ, ଏଟା ହଉଛି ତାଙ୍କର ରଚିତ ପୁସ୍ତକ ଶରତ କୁମାର ମହାନ୍ତିଙ୍କର। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କଣ? ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ଗାଁ ମଜଲିସ୍, ଇଟାଲୀୟ ଯୁବା, ବିବେକୀ। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ? ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ଗାଁ ମଜଲିସ୍, ଇଟାଲୀୟ ଯୁବା, ବିବେକୀ। ପ୍ରଥମ ପ୍ରବନ୍ଧର ନାଁ କଣ? ବିବେକୀ। ବ୍ରାହ୍ମ ଧର୍ମର ପ୍ରତିଷ୍ଠାତା କିଏ?
ବ୍ରାହ୍ମ ଧର୍ମର ପ୍ରତିଷ୍ଠାତା କିଏ? ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନ ରାୟ, ମନମୋହନ ମିଶ୍ର, ଗୋପାଳକୃଷ୍ଣ ଗୋଖଲେ। ରାଜା ରାମମୋହନ ରାୟ। ଆଉ ଏଇଟା ଦେଖିବା ନା ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କଣ? ବିବେକୀ। ବିବେକୀ କାହାର? ରାଧାନାଥ ରାୟଙ୍କର। ବ୍ରାହ୍ମ ଧର୍ମର ପ୍ରତିଷ୍ଠାତା କିଏ? ରାଜା ରାମମୋହନ ରାୟ। ବ୍ରାହ୍ମ ଧର୍ମର ପ୍ରତିଷ୍ଠାତା। ଗାଳ୍ପିକ ଧ କାଠକୁ ପସନ୍ଦ କଲେ କାହିଁକି? ଗାଳ୍ପିକ ଧ କାଠକୁ ପସନ୍ଦ କଲେ କାହିଁକି? ଦାମ କମ୍, ଧୀରେ ଧୀରେ ଜଳିବ, ଫୁଟଫୁଟ ହୋଇ ଜଳିବ, ହାଲକା ହେବ। କଣ ପାଇଁ? ଗାଳ୍ପିକ ଧ କାଠକୁ ପସନ୍ଦ କଲେ କାହିଁକି? ଦାମ କମ୍, ଧୀରେ ଧୀରେ ଜଳିବ, ଫୁଟଫୁଟ ହୋଇ ଜଳିବ, ହାଲକା ହେବ। ଗାଳ୍ପିକ ଧ କାଠକୁ ପସନ୍ଦ କଲେ ଫୁଟଫୁଟ ହୋଇ ଜଳିବ ସେଥିପାଇଁ। 1998 ମସିହାରେ ନନ୍ଦିନୀ ଶତପଥୀ କେଉଁ ସମ୍ମାନ ପାଇଥିଲେ? ଉତ୍କଳ ଭାରତୀ, ଉତ୍କଳ ଗୌରବ, ସାହିତ୍ୟ ଭାରତୀ, ଉତ୍କଳ ମଞ୍ଜୁଳା। 1998 ମସିହାରେ ନନ୍ଦିନୀ ଶତପଥୀ ସାହିତ୍ୟ 1998 ମସିହାରେ ନନ୍ଦିନୀ ଶତପଥୀ ସାହିତ୍ୟ ଭାରତୀ ସମ୍ମାନ ପାଇଥିଲେ। ରାଜନୀତିର ବ୍ରହ୍ମାସ୍ତ୍ର କଣ? ସୈନ୍ୟ ସାମନ୍ତ, ଅର୍ଥବଳ, ଆଧୁନିକ ହତିଆର, ଷଡ଼ଯନ୍ତ୍ର। ରାଜନୀତିର ବ୍ରହ୍ମାସ୍ତ୍ର କଣ? ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର। ରାଜନୀତିର ବ୍ରହ୍ମାସ୍ତ୍ର କଣ? ସୈନ୍ୟ ସାମନ୍ତ, ଅର୍ଥବଳ। ପ୍ରକୃତରେ ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର। ନଡ଼ିଆ ବଣ ଭିତରେ କାହାର କାଠ କୋଠା ଘରଟି ଚମଚମ କରୁଥିଲା? ନଡ଼ିଆ ବଣ ଭିତରେ କାହାର କୋଠା ଘରଟି ଚକମକ କରୁଥିଲା? ମଧୁ ତିଆଡ଼ି, ବନ୍ଧୁ ଷଡ଼ଙ୍ଗୀ, ନଟବର ବାବୁ, ସୁରଜ ମଲ୍ଲ। ନଡ଼ିଆ ବଣ ଭିତରେ ନଡ଼ିଆ ବଣ ଭିତରେ ସୁରଜ ମଲ୍ଲ ହେଲା କୋଠା ଘରଟି ଚମଚମ କରୁଥିଲା। ମନ୍ଦିର ଚଉତରା ଉପରେ କେଉଁ ଖେଳ ଚାଲିଥିଲା? ତାସ୍, ପାସା, କ୍ୟାରମ, ଲୁଡୁ। ମନ୍ଦିର ଚଉତରା ଉପରେ ତାସ୍ ନା କ୍ୟାରମ, ଲୁଡୁ ନା ପଶା? ମନ୍ଦିର ଚଉତରା ଭିତରେ କେଉଁ ଖେଳ ମନ୍ଦିର ଚଉତରା ଉପରେ କେଉଁ ଖେଳ ଚାଲିଥିଲା? ଉତ୍ତର ହେଉଛି ପଶା ଖେଳ। ନିମ୍ନତଃ କେଉଁ ଛୋଟ ନାଟକରେ ମଧ୍ୟବିତ୍ତ ପରିବାରର ଚିତ୍ର ପ୍ରଦର୍ଶିତ ହୋଇଛି? ନିମ୍ନତଃ କେଉଁ ଛୋଟ ନାଟକରେ ମଧ୍ୟବିତ୍ତ ପରିବାରର ଚିତ୍ର ପ୍ରଦର୍ଶିତ ହୋଇଛି? ଫଲ୍ଗୁ। ଭାରି କ୍ଷଣ ରାଗି, ଠିକ୍ ତା ବୋଉ ପରି। ଏହା କାହାର ଉକ୍ତି ଅଟେ? ଭାରି କ୍ଷଣ ରାଗି, ଠିକ୍ ତୋ ବୋଉ ପରି। ଏ କଥା କାହାର ଉକ୍ତି ଥିଲା? ମହାପାତ୍ର ବାବୁଙ୍କର ଉକ୍ତି ଥିଲା। ସୂର୍ଯ୍ୟଙ୍କୁ ପୂଜା କରି କିଏ କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ? ଶାମ୍ବ, ନରସିଂହ ଦେବ, ଶିବେଇ, ବିଶୁ ମହାରଣା। ସୂର୍ଯ୍ୟଙ୍କୁ ପୂଜା କରି କିଏ କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ? ଶାମ୍ବ, ନରସିଂହ ଦେବ, ଶିବେଇ, ବିଷ୍ଣୁ ମହାରଣା। 34 ନମ୍ବର। ସଠିକ ଅଛି ଶାମ୍ବ। ନରସିଂହ ଦେବ କାହା ହାତରେ କୋଣାର୍କ ମନ୍ଦିର ନିର୍ମାଣର ଦାୟିତ୍ୱ ନ୍ୟସ୍ତ କରିଥିଲେ? 25 ନମ୍ବର। ନରସିଂହ ଦେବ କାହା ହାତରେ କୋଣାର୍କ ମନ୍ଦିର ନିର୍ମାଣର ଦାୟିତ୍ୱ ନ୍ୟସ୍ତ କରିଥିଲେ? 35। ଶିବେଇ। ନରସିଂହ ଦେବ ଶିବେଇ ସାଆନ୍ତଙ୍କ ହାତରେ କୋଣାର୍କ ମନ୍ଦିର ଦାୟିତ୍ୱ ନିର୍ମାଣ କରିଥିଲେ। ନିମ୍ନୋକ୍ତ କେଉଁ ବାକ୍ୟରେ ଆସକ୍ତିର ଅଭାବ ରହିଛି? ଆସକ୍ତି।
ପୂର୍ବ ପର୍ବତଟି ଚାଲି ଚାଲି ଥକି ଯାଇଛି, କିଏ ପାଠ ପଢିବ? ଫୁଟବଲ ଖାଇ ଖେଳିଲା ଜଳଖିଆ ଗୋପାଳ। ଏଇଟା କୋଉଟା ହବ? 36 ନମ୍ବର। ଏଟା ଫୁଟବଲ ଖାଇ ଖେଳିଲା ଜଳଖିଆ ଗୋପାଳ। କ୍ରମ ସଜାଏନି। ଚିକିତ୍ସା ଚିକିତ୍ସକ ରାମଙ୍କୁ ପରାମର୍ଶ ଦେଲେ। ଏଠାରେ ବ୍ୟବହୃତ ମୁଖ୍ୟ କର୍ମଟିକୁ ଚିହ୍ନ। ଚିକିତ୍ସକ ରାମକୁ ପରାମର୍ଶ ଦେଲେ। ଚିକିତ୍ସକ ରାମକୁ ପରାମର୍ଶ ଦେଲେ। ତାର ଏଠି କର୍ମ ହଉଛି କଣ? ପରାମର୍ଶ। ନମିତା ଭାତ ରାନ୍ଧିଥିଲା ମାତ୍ର ଖାଇପାରିଲା ନାହିଁ। ଏହା କେଉଁ ପ୍ରକାରର ବାକ୍ୟ ଅଟେ? ନମିତା ଭାତ ରାନ୍ଧିଲା ମାତ୍ର ଖାଇପାରିଲା ନାହିଁ। 38 ନମ୍ବର। ନମିତା ଭାତ ରାନ୍ଧିଲା ମାତ୍ର ଖାଇପାରିଲା ନାହିଁ। ଏଟା ହଉଛି ଗୋଟେ ଯୌଗିକ ବାକ୍ୟ। ରାମ ନିଜର ଜାଣିବାର ଇଚ୍ଛା ପାଇଁ ସବୁଠୁ ଅଧିକ ନମ୍ବର ରଖିଲା। ବାକ୍ୟ ସଂଖ୍ୟା ପୂରଣ କର। ରାମ ନିଜର ଜାଣିବାର ଇଚ୍ଛା ପାଇଁ ସବୁଠୁ ଅଧିକ ନମ୍ବର ରଖିଲା। ରାମ ନିଜର ଜାଣିବାର ଇଚ୍ଛା ପାଇଁ ସବୁଠୁ ଅଧିକ ନମ୍ବର ରଖିଲା। ଏହାର ବାକ୍ୟ ସଂଖ୍ୟା ପୂରଣ ହଉଛି ଜିଜ୍ଞାସା ପାଇଁ ରାମ ସର୍ବାଧିକ ନମ୍ବର ରଖିଲା। ହଇରାଣ ଏଠାରେ ନ କାହିଁକି ହୋଇଛି? ସ୍ୱାଭାବିକ ଭାବରେ ହେଇଛି ହଇରାଣ। ହଇରାଣ ଏଠାରେ ନ କାହିଁକି ହେଇଛି? ଏଟା ସ୍ୱାଭାବିକ ଭାବରେ ହେଇଛି। ନିମ୍ନଲିଖିତ କେଉଁ ବର୍ଣ୍ଣ ଏବଂ ର-କାର ପରବର୍ତ୍ତୀ ସ ହୁଏ? 41। ଗ। ଶୁଦ୍ଧ ଶବ୍ଦଟିକୁ ଚିହ୍ନିତ କର। ବିଷଣ୍ଣ, ସାଧାରଣ, ବାଗ୍ଦେବୀ, ଗୋଲକ ବିହାରୀ। ଶୁଦ୍ଧ ଶବ୍ଦଟିକୁ ଚୟନ କର। 42 ନମ୍ବର। ଶୁଦ୍ଧ ଶବ୍ଦ ହଉଛି ସଜ୍ଜନ। ସଜ୍ଜନ ହେଲା। ଆପଣା ସୁନା ଭେଣ୍ଡି ଏହି ରୂଢିର ଅର୍ଥ କଣ? ନିଜ ଲୋକ ଅଯୋଗ୍ୟ, ନିଜ ଲୋକ ଶତ୍ରୁ, କଷ୍ଟସାଧ୍ୟ, ଭାଗ୍ୟ ଫଳ। ଆପଣା ସୁନା ଭେଣ୍ଡି ଏହି ରୂଢିର ଅର୍ଥ କଣ? 43 ନମ୍ବର। ନିଜ ଲୋକ ଅଯୋଗ୍ୟ। ପ୍ରଶ୍ରୟ ଦେବା ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କଣ? ପ୍ରଶ୍ରୟ ଦେବା। ମୁହଁ ଦେବା। 44 ନମ୍ବର ତ। ପ୍ରଶ୍ରୟ ଦେବା ମାନେ ମୁହଁ ଦେବା। ଅଧା ବେପାର ଜାହାଜ ମୂଲ ଏଇ ଲୋକମାନଙ୍କର ଅର୍ଥ କଣ? ଅତି ବୁଦ୍ଧିଆ, ଅସମ୍ଭବ କଥା କଳ୍ପନା କରିବା, ବାହାରେ ସୌନ୍ଦର୍ଯ୍ୟ ଥାଇ ଭିତରେ ଶୂନ୍ୟତା। ଅଧା ବେପାର ଜାହାଜ ମୂଲ ଏଇ ଲୋକମାନଙ୍କର ଅର୍ଥ ହଉଛି ଅଧା ବେପାର ଅନଧିକାର ଚର୍ଚ୍ଚା। ଅଚଳ ଶବ୍ଦଟିର ଚିହ୍ନ। 46 ନମ୍ବର। ଅଶୁଦ୍ଧ ଶବ୍ଦଟିକୁ ଚିହ୍ନ। 46। କାହାକୁ ପଦ୍ୟ ରଚନାର ବୈଶିଷ୍ଟ୍ୟ ଭାବରେ ବିବେଚନା କରାଯାଏ? କାହାକୁ ପଦ୍ୟ ରଚନାର ବୈଶିଷ୍ଟ୍ୟ ଭାବରେ ବିବେଚନା କରାଯାଏ? ଛନ୍ଦ, ପାଦ, ଛନ୍ଦ, ଅଳଙ୍କାର। 47 ନମ୍ବର। ଚକ୍ଷି 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 ଛାନ୍ଦର କେଉଁ ପଦରେ 13ଟି ଅକ୍ଷର ଥାଏ? 48 ନମ୍ବର। ଚକ୍ଷି ରାଗର ଚତୁର୍ଥ ଛାନ୍ଦରେ 13ଟି ଅକ୍ଷର ଥାଏ। ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ କେଉଁ ଅଳଙ୍କାର ହୁଏ? ଶେଷ ହେଇଯିବ। ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ କେଉଁ ଅଳଙ୍କାର ହୁଏ? ଅନୁପ୍ରାସ ଅଳଙ୍କାର। ବୃକ୍ଷରେ ନଳିନୀ, ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ, ଭ୍ରମରେ ଦେଖ ଏସବୁ ତ। ଏଠାରେ କେଉଁ ଅଳଙ୍କାର ପ୍ରଯୁଜ୍ୟ? ଶ୍ଲେଷ, ଅନୁପ୍ରାସ, ଯମକ, ରୂପକ।
ଲେଖାରେ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି ଭ୍ରମରେ ଭ୍ରମରେ ଦେଖ ଏ ସବିତା ଏ ଅଳଙ୍କାର କାହା ପାଇଁ ପ୍ରଯୁଜ୍ୟ? ଯମକ ପାଇଁ ପ୍ରଯୁଜ୍ୟ ହେଲା। ଧନ୍ୟବାଦ।